ପରିବାରରେ ପିଲାଟିଏ ଜନ୍ମ ହେଲେ ଯେପରି ତାର ନାମକରଣ ପାଇଁ ଏକୋଇଶିଆ ପାଳନ କରାଯାଇଥାଏ, ସେହିପରି ଅନୁଗୁଳ ବନଖଣ୍ଡ ଗୁରଙ୍ଗ ଗ୍ରାମରେ ଜଣେ ହାତୀ ଛୁଆ ଜନ୍ମକୁ ଦେଖି ଗ୍ରାମବାସୀମାନେ ତାର ଏକୋଇଶିଆ ପାଳନ କରିଛନ୍ତି। ଇଏ ଅନୁଗୁଳ ଜିଲ୍ଲାର ଏକ ଇତିହାସ ବୋଲି ମଧ୍ୟ କହିଲେ ଭୁଲ ହେବ ନାହିଁ, କାରଣ ଏ ଘଟଣା ନେଇ ଯେତେବେଳେ ବନଖଣ୍ଡ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲୁ ଯେ ଅନୁଗୁଳ ଜିଲ୍ଲାରେ ଏହା ଏକ ପ୍ରଥମ ଯାହାର କି ନାମକରଣ କରାଯାଇ ଏକୋଇଶିଆ ପାଳନ କରାଯାଇଛି। ତ ଏ ନେଇ ଟିକେ ଆମେ ଆଲୋଚନା କରି ଆମ ସହ ଅନୁଗୁଳବାସୀ ରହିଛନ୍ତି। ଆଜ୍ଞା କ'ଣ କହିବେ? ଆପଣ ବି ମଧ୍ୟ ଦେଖିଥିବେ ପ୍ରଥମ ଏହା ଏକ, କାରଣ ଜଣେ ବନ୍ୟଜନ୍ତୁର ଏକୋଇଶିଆ ପାଳନ ହୋଇଛି ଏବଂ ନାମକରଣ ହୋଇଛି। କ'ଣ କହିବେ? ଦେଖନ୍ତୁ, ସାଧାରଣତଃ ସବୁବେଳେ ମାନେ ବନ୍ୟଜନ୍ତୁ ମଣିଷ ଲଢ଼େଇ କଥା ସମସ୍ତେ ଉପସ୍ଥାପନ କରିଥାନ୍ତି। ଯେତେବେଳେ ଧନଜୀବନ କ୍ଷତି ହୁଏ ସେତେବେଳେ ମାନେ ଦୋଷ ଦିଆଯାଏ ବନ୍ୟଜନ୍ତୁଙ୍କ ଉପରେ, ଏବଂ ଯେତେବେଳେ ବନ୍ୟଜନ୍ତୁଙ୍କର କ୍ଷୟକ୍ଷତି ହୁଏ ସେତେବେଳେ ମଣିଷମାନେ ତାଙ୍କୁ ଧ୍ୱଂସ କରୁଛନ୍ତି ବୋଲି କଥା କୁହାଯାଏ। କିନ୍ତୁ ଏଇ ଘଟଣା ପ୍ରମାଣ କରିଦେଇଛି ଯେ ମଣିଷ କେବେ ଶତ୍ରୁ ନୁହେଁ ବନ୍ୟଜନ୍ତୁମାନଙ୍କର। କିନ୍ତୁ ତାର ଧନଜୀବନ ନଷ୍ଟ ହେଲେ ଯେଉଁମାନେ ବନ୍ୟଜନ୍ତୁ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବନ ବିଭାଗ, ତାର ଦୃଷ୍ଟି ଆକର୍ଷଣ କରିବାକୁ ସେମାନେ ବିଭିନ୍ନ ପନ୍ଥା ଆପଣେଇଥାନ୍ତି। ତେଣୁ ଆମେ ଯେଉଁଟା ଜିଲ୍ଲାବାସୀ ଭାବରେ ଦାବି ରଖିବୁ ଯେ କିଭଳି ଭାବରେ ଆମର ଯେଉଁ ପରିବେଶ ସନ୍ତୁଳନ ପାଇଁ ବନ୍ୟଜନ୍ତୁ ରହିବେ ନିଶ୍ଚିନ୍ତ, ଏବଂ ମଣିଷର ଧନଜୀବନ ସୁରକ୍ଷା କିଭଳି ହେଇପାରିବ ସେଥିପାଇଁ ବନ ବିଭାଗ ବିଶେଷ କରି ଧ୍ୟାନ ଦେବା ଉଚିତ। ଯଦି ଆମେ ଦେଖିବା ଗୁରଙ୍ଗ ଗ୍ରାମବାସୀ ଗୋଟିଏ ହାତୀ ଛୁଆ ଜନ୍ମର 21 ଦିନ ପରେ ତାର ଏକୋଇଶିଆ ପାଳନ କରିଛନ୍ତି। ଦେଖନ୍ତୁ, ଏଇ ଯେଉଁ ଘଟଣାଟି ଏଇଟା ନିଶ୍ଚିନ୍ତ ଭାବରେ ହାତୀ ମଣିଷ ଲଢ଼େଇର ଯେଉଁ ଚିନ୍ତାଧାରାକୁ ଏକଦମ ସଂକୁଚିତ କରିଛି। ଯେ ପ୍ରକୃତରେ ହାତୀ ମଣିଷ ଲଢ଼େଇ ନୁହେଁ, ଏଇଟା ଏଇ ଯେଉଁ ପରିବେଶ ଯେଉଁଭଳି ଭାବରେ ବର୍ତ୍ତମାନ ଯେଉଁମାନେ ପରିବେଶ ସନ୍ତୁଳନକୁ ଧ୍ୱଂସ କରୁଛନ୍ତି ସେମାନଙ୍କ ପାଇଁ ଏଇଟା ଗୋଟେ ସତର୍କ ଘଣ୍ଟି ଯେ ମଣିଷ କେବେ ଚାହେଁନି କୌଣସି ବନ୍ୟଜନ୍ତୁ ଧ୍ୱଂସ ପାଇଯାଆନ୍ତୁ, କିନ୍ତୁ ମଣିଷର ଧନଜୀବନ ସୁରକ୍ଷା କରିବାର ଦାୟିତ୍ୱ ବନ ବିଭାଗର। ତେଣୁ ସେଇଟା ସୁନିଶ୍ଚିତ କରିବା ପାଇଁ ଆମେ ନିଶ୍ଚିନ୍ତ ଭାବରେ ପ୍ରସ୍ତାବ ରଖିବୁ। ନିହାତି ଭାବରେ ଯାହା ଅନୁଗୁଳବାସୀ ମାନସ ପାଲ କହୁଥିଲେ ଯେ କେବେ ବି କୌଣସି ମନୁଷ୍ୟ ଚାହେଁନି ଯେ ଜଣେ ଜୀବଜନ୍ତୁକୁ ତାର ନିପାତ କରିବା ପାଇଁ। ଯଦି ଆମେ ଦେଖିବା ଗୁରଙ୍ଗ ଗ୍ରାମବାସୀ ଯେଉଁଭଳି ଭାବରେ ଗୋଟିଏ ପନ୍ଥା ଅବଲମ୍ବନ କରିଛନ୍ତି ଯେ ହାତୀ ଛୁଆର ଏକୋଇଶିଆ ପାଳନ କରିଛନ୍ତି, ଏହା ଅନୁଗୁଳର ଏକ ଇତିହାସ ବୋଲି ବି ମଧ୍ୟ କହିଲେ ଭୁଲ ହେବ ନାହିଁ। ଆମେ ଆଉ ଟିକେ ଆଲୋଚନା କରିବା। ଅନୁଗୁଳବାସୀ ରହିଛନ୍ତି, ଆଜ୍ଞା କ'ଣ କହିବେ? ଗୁରଙ୍ଗବାସୀ ଯେଉଁଭଳି ଭାବରେ ଏକୋଇଶିଆ ପାଳନ କରିଛନ୍ତି, ଯେମିତି କରଣ ଆମେ ଗୋଟେ ମଣିଷ ଛୁଆ ଜନ୍ମ ହେଲେ ତାର ନାମକରଣ କରାଯାଇଥାଏ, ତିନି ଠାକୁରଙ୍କୁ ପୂଜା କରାଯାଇଥାଏ, ଭୋଜି ଭାତ ଆଶ୍ରୟ ହୋଇଥାଏ, ସେଇଭଳି ହାତୀ ଛୁଆର ଜନ୍ମ ହେଲା ପରେ 21 ଦିନ ପରେ ତାର ଏକୋଇଶିଆ ପାଳନ କରୁଛନ୍ତି। କ'ଣ କହିବେ? ଏଇଟା ଗୋଟେ ଗୁରଙ୍ଗବାସୀ ଏଇଟା ଗୋଟେ ଗୋଟେ ପ୍ରମାଣ ମାନେ ଦେବାକୁ ଯାଉଛନ୍ତି ଯେ ସମସ୍ତ ବନ୍ୟଜନ୍ତୁକୁ ସେମାନେ ଆଦର କରନ୍ତି, ବନ୍ୟଜନ୍ତୁ ପ୍ରତି ସେମାନଙ୍କର ଆଫେକ୍ସନ୍ ଅଛି, ଭଲ ପାଇବା ଅଛି। କିନ୍ତୁ ଯେତେବେଳେ ବନ୍ୟଜନ୍ତୁ ଯେତେବେଳେ ତାଙ୍କ ଉପରେ ଆକ୍ରମଣ କରନ୍ତି ସେମାନେ ତାକୁ ବଡ଼ ପ୍ରତିବାଦ କରନ୍ତି ଏବଂ ବନ ବିଭାଗକୁ ସେମାନେ ଦାୟୀ କରନ୍ତି। କିନ୍ତୁ ସେମାନଙ୍କର ଯେଉଁ ଏଇ ଯେଉଁ ଆଫେକ୍ସନ୍ଟା ଏଇଟା ହେଉଛି ଗୋଟେ ମାନେ ପଶୁମାନଙ୍କ ପ୍ରତି ବା ବନ୍ୟଜନ୍ତୁ ପ୍ରତି ସେମାନଙ୍କ ଗୋଟେ ଆଫେକ୍ସନ୍, ଭଲ ପାଇବା, ଏଇଟା ଗୋଟେ ତାଙ୍କର ଗୋଟେ ଭଲ ଚରିତ୍ର, ଭଲ ଗୋଟେ ଗୁଣ। ଏଇଟା ପାଇଁ ଆମେ ତାଙ୍କମାନଙ୍କୁ ଧନ୍ୟବାଦ ବି ଦେବୁ। ଏବଂ ବନ ବିଭାଗ ସଦାବେଳେ ତତ୍ପର ରହିବା ଦରକାର, ସଦାବେଳେ ସଜାଗ ରହିବା ଦରକାର, ଯେଭଳି ଭାବରେ ବନ୍ୟଜନ୍ତୁ ମାନେ ମଣିଷ ଉପରେ ଆକ୍ରମଣ ନ କରନ୍ତି, ତାଙ୍କର ଜୀବନ ପ୍ରତି ଯେଭଳି ବିପଦ ସୃଷ୍ଟି ନ କରନ୍ତି, ତାଙ୍କର ଫସଲ ଯେଭଳି ଭାବରେ ହାନି ନ ହୁଏ, ସେଥିପ୍ରତି ବନ ବିଭାଗ ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ସଜାଗ ହେଇନା ରହିବା ଉଚିତ। ଅନୁଗୁଳବାସୀ କହୁଥିଲେ ଯେ ଯଦି ଆମେ ଦେଖିବା ଯେ ଯେଉଁଭଳି ଭାବରେ ଗୁରଙ୍ଗ ଗ୍ରାମବାସୀ ମାନେ ତିନି ଠାକୁରଙ୍କୁ ପୂଜା, ଯେମିତିକି ଗୋଟିଏ ମଣିଷ ଛୁଆ ଜନ୍ମ ହେଲେ ତିନି ଠାକୁରଙ୍କୁ ପୂଜା କରାଯାଇଥାଏ ଏବଂ ତାର ନାମ କରାଯାଇଥାଏ, ନାମ ସହ ସଂକୀର୍ତ୍ତନ କରାଯାଇଥାଏ ଏବଂ ଭୋଜି ଭାତର ଆଶ୍ରୟରେ ଗ୍ରାମବାସୀମାନେ ଏଥିରେ ପ୍ରସାଦ ସେବନ କରିଥାନ୍ତି। ସେହିପରି ଗୋଟିଏ ହାତୀ ଛୁଆର ଜନ୍ମ ପରେ 21 ଦିନ, ଠିକ୍ 21 ଦିନ ପରେ ଯେତେବେଳେ ଗୁରଙ୍ଗ ଗ୍ରାମବାସୀ ତିନି ଠାକୁରଙ୍କୁ ପୂଜା କରି ତିନି ଠାକୁରଙ୍କୁ ପୂଜା କରିବା ପରେ ନାମ ସଂକୀର୍ତ୍ତନ ହୋଇଥିଲା ଏବଂ ନାମକରଣ ହୋଇଥିଲା, ତାପରେ ପ୍ରସାଦ ସେବନ ହୋଇଥିଲା। ଏହା ଏକ ଅନୁଗୁଳର ଇତିହାସ। ଏ ନେଇ ବନ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ଗୁରଙ୍ଗ ଗ୍ରାମବାସୀକୁ ଅନୁଗୁଳ ବନଖଣ୍ଡ ପକ୍ଷରୁ କିଛି ଉପାଧି ଦିଆଯିବ ବୋଲି ବି ମଧ୍ୟ ବନ ଅଧିକାରୀ କହିଛନ୍ତି।
ଅନୁଗୁଳରୁ ରାଜେଶ ପାତ୍ରଙ୍କ ରିପୋର୍ଟ MBC TV।